ତେବେ କ୍ୱେଶ୍ଚିନ୍ ଆଡ଼ରେ ସମସ୍ତଙ୍କୁ ସ୍ୱାଗତ। ତାହେଲେ ଯେଉଁ ଆସ୍ପିରାଣ୍ଟ ମାନଙ୍କର ଫାୟାରମ୍ୟାନ୍ କିମ୍ବା ଫାୟାରମ୍ୟାନ୍ ଡ୍ରାଇଭରରେ ରେଜଲ୍ଟ କ୍ଲିଅର ହୋଇଯାଇଛି, ସେମାନେ ଫିଜିକାଲ ପାଇଁ ଜୋରସୋର ପ୍ରିପାରେସନ୍ କରନ୍ତୁ। ଆଉ 3 ଦିନ ପରେ ସବୁ ଆମର ଜଣାପଡ଼ିଯିବ 18 ତାରିଖ ଆଡ଼କୁ। ଠିକ୍ ଅଛି। ତାହେଲେ ଆମେ ବହୁତ ଗୁଡ଼ାଏ କ୍ୱେଶ୍ଚିନ୍ ଆମ ମନରେ ବର୍ତ୍ତମାନ ଉଙ୍କି ମାରୁଛି କି ନାହିଁ। ମୁଁ ମୋର ଯେତିକି ଆନାଲିସିସ୍ କରିଲି, ମୁଁ ସେଇଥିରେ କହିଥିଲି କଟ୍ ଅଫ୍ ଆମର UR 65+ ଯିବ। ଠିକ୍ ଅଛି। SC 60, ସେ ଅନୁସାରେ ST 55+, ଏତିକି ମୁଁ କହିଥିଲି। କିନ୍ତୁ 65+ ମୁଁ ଭାବିଥିଲି ଯେ ହଁ 65+ ହେଲେ 70 ଭିତରେ ଆମର ପାଖାପାଖି ରହିବ, ବା 65ରୁ ହାର୍ଡଲି ଆଉ ବଢ଼ି କେତେ ଆଉ 2 ମାର୍କ ଧର ବଢ଼ିବ। 67 68 ରଖିଲେ ଆମେ ଆରାମରେ ପାଇଯିବ ବୋଲି ମୁଁ ଯେତିକି ଯାହା ମୁଁ ଆନାଲିସିସ୍ କରିଥିଲି ଜଣାଇଥିଲି। କିନ୍ତୁ ଏଠି ଜଣାପଡ଼ୁଛି ଯେ ଆମର କଟ୍ ଅଫ୍ଟି ବର୍ତ୍ତମାନ UR ପାଖାପାଖି 72+ ଯାଇଛି। ବହୁ ପିଲାମାନେ କହୁଛନ୍ତି, କେତେ ପିଲା କହୁଛନ୍ତି ଯେ ହଁ ମୋର 71 ଅଛି ହେଇଯାଇଛି ବୋଲି କହୁଛନ୍ତି। ଯେ ତାଙ୍କମାନଙ୍କ କଥା କେତେ ଦୂର ସତ ବା ମିଛ ସେଇଟା କିଛି କହି ହେଉନି। ବୁଝିହେଉଛି? ତାହେଲେ ବର୍ତ୍ତମାନ କିଛି ବି ସେମିତି ସଠିକ୍ ଭାବେ କହି ହେଉନି ଯେ ଏତିକି ତ କହୁଛନ୍ତି ପିଲା, ଏଇ 71 ବାଲା ହଉ ବା 72 ବାଲା ହଉ, ମାନେ ବହୁତ ଏଇ 3-4 ଜଣ ହିଁ କେବଳ କହୁଛନ୍ତି। ମୁଁ ପାଖାପାଖି ବର୍ତ୍ତମାନ ୟା ଭିତରେ ମୁଁ 35-40 ପିଲାଙ୍କୁ ପଚାରିଲି ସେମାନଙ୍କ କଥା ଅନୁସାରେ। ଠିକ୍ ଅଛି। ତେବେ ଯଦି ବା ପିଲା କହୁଛନ୍ତି ଯେ ମୁଁ 72-73 ରଖିକି ମୋର ହେଇନି, ଗୁଡ଼ାଏ ପିଲା କହୁଛନ୍ତି 71ରେ ହେଇଯାଇଛି, 72ରେ ହେଇଯାଇଛି, ତାହେଲେ ଯଦି ଏଇଗୁଡ଼ିକ ହୋଇଛି, ତେଣୁକରି ୟା ଭିତରେ ମୋତେ ଲାଗୁଛି କରପ୍ସନ୍ କିଛି ମାତ୍ରାରେ ଦାୟୀ ଥିବ। ଯଦି କଟ୍ ଅଫ୍ ଭଳିଆ ହୋଇଛି କି ନା, ଏଥିରୁ ସାଫ ଜଣାପଡ଼ୁଛି ଯେ କରପ୍ଟ ହେଇଛି କିଛି ନା କିଛି, ମାନେ ଭିତରେ ଧାନ୍ଦିଲି କିଛି ନା କିଛି ତ ହେଇଛି ନା, ନହେଲେ ଏମିତି ହେବ ନାହିଁ। ଠିକ୍ ଅଛି। ତେଣୁକରି ମୁଁ ପୁଣି ଥରେ ଆପଣମାନଙ୍କୁ କହିବାକୁ ଚାହିଁବି ଯେ ଯଦି ବା ଆପଣମାନଙ୍କର ହୋଇନାହିଁ, ତେବେ ଆପଣମାନେ ବ୍ୟସ୍ତ ହୁଅନ୍ତୁନି। ଆଗକୁ ଆମର OSAP IRAB ଅଛି, ଏକ୍ସାଇଜ କନେଷ୍ଟବଳ ଅଛି, କିମ୍ବା ଫରେଷ୍ଟ ଗାର୍ଡ଼ ଅଛି। କେଉଁ ଏକ୍ଜାମ୍ ତ ଗୋଟେ ବାଜିବ। ଯଦି ଆପଣମାନେ ମେହନତ କରିବେ, 3-4 ମାସ ମେହନତ କରନ୍ତୁ, ନିହାତି ଫଳ ପାଇବେ। ଠିକ୍ ଅଛି। ଗୁଡ଼ାଏ ପିଲା 94, 97, 86 କ୍ୱେଶ୍ଚିନ୍ ସେଇଭଳିଆ ଆସିଥିଲା, ପିଲାମାନେ ରଖିଛନ୍ତି ସେମିତି। ତେଣୁକରି ଆପଣମାନଙ୍କୁ ଦେଖନ୍ତୁ, ଏଥିରେ କରପ୍ସନକୁ ଦାୟୀ ଦେବାଟା ବି ମୋ ମତରେ ଠିକ୍ ହେବନି ଯେ ହଁ କରପ୍ସନ୍ ହୋଇଛି ବୋଲି। ରେୟାରଲି କରପ୍ସନ୍ ୱାର୍ଡ଼ଟି ଉଠୁଛି, କିନ୍ତୁ ମୋତେ ଲାଗୁନାହିଁ ଯେ ହଁ କରପ୍ସନ୍ ହେଲା ଭଳିଆ, କାରଣ କ୍ୱେଶ୍ଚିନ୍ ସେଇ ଲେବୁଲ୍ର ଆସିଛି। ଏଇ ଲେବୁଲ୍ କ୍ୱେଶ୍ଚିନ୍ ଅନୁସାରେ ଏଠି ଆଉ ଗୋଟେ ହେଇଗଲା କ'ଣ ନା, ଆମର SI ଏକ୍ଜାମ୍ ଯେଉଁ ପିଲାମାନେ ଧର ବାହାରେ ଅଛନ୍ତି, ପିଲାମାନେ 2 ବର୍ଷ ତଳେ ପଡ଼ିଥିଲା ଫର୍ମ, ସେମାନେ ଯଦି ଏକ୍ଜାମ୍ ଦେବାକୁ ଆସିଲେ, ତାମାନେ ସେମାନେ କ'ଣ କରିବେ ନା ଫାୟାରମ୍ୟାନ୍ ପାଇଁ ବି ସମୟ କାଢ଼ିକି ଏକ୍ଜାମ୍ଟି ଦେଇକି ଯାଇଥିବେ। ଏଇ ପିଲାମାନେ ବି କିଛି ମାତ୍ରାରେ ଏଇ କଟ୍ ଅଫ୍ଟିକୁ ବଢ଼େଇବା ଉପରେ ଦାୟୀ। ବୁଝିପାରୁଛଟି? ତାହେଲେ ଇଏ ଥିଲା ଆମର ମୋଟାମୋଟି କଥା, ଯେ ମୋ ହିସାବରେ UR 72+ ତ ଯାଇଛି ହେଲା। SC ST ଏଗୁଡ଼ିକ ସବୁ ଆମର ସେଇ ଅନୁସାରେ 5-7 ମାର୍କ କମ୍, କିମ୍ବା ଆଉ 4-6 ମାର୍କ କମ୍, ଏଇ ହିସାବରେ ଯାଇଛି। ତାପରେ କହିଲା ସେକେଣ୍ଡ ମେରିଟ୍ ଲିଷ୍ଟ, ମାନେ କମେଣ୍ଟରେ ଆସୁଛି ଯେ ସେକେଣ୍ଡ ମେରିଟ୍ ଲିଷ୍ଟ ଆସିବ କି? ସେକେଣ୍ଡ ମେରିଟ୍ ଲିଷ୍ଟ ଆସିବାର ସମ୍ଭାବନା ମୁଁ ତ ସେମିତି କହିପାରୁନି। ମୁଁ ଜଣଙ୍କୁ ପଚାରୁଥିଲି, ଯଦି ବା ଏ କରପ୍ସନ୍ ହେଇଥିବ, ଗୋଟେ ନର୍ମାଲ୍ କଥା ଦେଖ, ଯଦି ବା କରପ୍ସନ୍ ହେଲା ତାହେଲେ ସେକେଣ୍ଡ ମେରିଟ୍ ଲିଷ୍ଟ ତ ଆସିବ ନାହିଁ। କାରଣ ସେଇ ଯେଉଁ ପିଲାମାନେ ଧର କହୁଛନ୍ତି ଯେ ହଁ ଟଙ୍କା ଦେଇକି କରିଛନ୍ତି, କ'ଣ କରିଛନ୍ତି, ତାହେଲେ ସେଇ ପିଲାମାନେ ତ ସିଲେକ୍ଟ ହେବେ ନା, ତାହେଲେ ଆଉ ସେକେଣ୍ଡ ମେରିଟ୍ ଲିଷ୍ଟ ଆସିବ କ'ଣ ପାଇଁ? ବୁଝିପାରୁଛି ମୋ କହିବାର ତାତ୍ପର୍ଯ୍ୟ କ'ଣ? ଯଦି କରପ୍ସନ୍ ହେଇଛି, ତାମାନେ ସେଇ ପିଲାମାନେ ହିଁ ମାନେ ନେଇଯିବେ ଏଇ ପୋଷ୍ଟଟି, ଆଉ ଆସିବ କ'ଣ ପାଇଁ ମେରିଟ୍ ଲିଷ୍ଟ?
ବୁଝିଗଲା। ତାହେଲେ ଯଦି କରପ୍ସନ୍ ହେଇନି ତେବେ ଫିଜିକାଲ ଚଲେଇ ଥାନ୍ତୁ। ଏଇ ଫାୟାରମ୍ୟାନ୍ ନହେଲେ ଆଗକୁ ଅଛି ଆହୁରି ଢେର, ସେଥିରେ ଆପଣମାନଙ୍କୁ ସାହାଯ୍ୟ ସହଯୋଗ କରିବ। କାରଣ ଏଇଟା ଖରା ଦିନ ନୁହଁ, ଶୀତ ଦିନ। ରନିଂ ଫନିଂ ଚଲାନ୍ତୁ, ଫିଜିକାଲ ଧୁମଧାଡ଼ାସରେ ଚଲାନ୍ତୁ, ପାଠ ପାଇଁ ସମୟ ଦିଅନ୍ତୁ, 3-4 ଘଣ୍ଟା ହଉ ବା 5-6 ଘଣ୍ଟା ହଉ ପଢ଼ନ୍ତୁ। କାରଣ ଏଇ ଲେବୁଲ୍ କୋଶ୍ଚିନ୍ OSAP IRBରେ ୟାଠୁ ଆହୁରି ଲୋ ଲେବୁଲ୍ କୋଶ୍ଚିନ୍ ଆସିପାରେ। ଠିକ୍ ଅଛି, ତେଣୁକରି ଚଲାନ୍ତୁ। ସେକେଣ୍ଡ ମେରିଟ୍ ଲିଷ୍ଟ ଯଦି ବା ଆସିବ ତେବେ ଖବର ପ୍ରସାରିତ ଆରାମରେ ହେଇଯିବ। ଯଦି କରପ୍ସନ୍ ହେଇନଥାଏ ତେବେ ସେକେଣ୍ଡ ମେରିଟ୍ ଲିଷ୍ଟ ଆସିବ। ଠିକ୍ ଅଛି, ଯଦି ବା ହେଇନଥାଏ ତେବେ ଆସିପାରେ କ'ଣ ଆସିବ, ମୁଁ ଭାବୁଛି ଆସିବ। ଯଦି କରପ୍ଟ ହେଇଛି ତେବେ ଆଉ ନାଁ ଧରନି, ଆସିବନି। ଠିକ୍ ଅଛି, ତେବେ ଇଏ ଥିଲା ଆଜିର ଛୋଟିଆ ଇନଫର୍ମେସନ୍ଟି। ଯଦି ଭଲ ଲାଗିଥାଏ ତେବେ ସବସ୍କ୍ରାଇବ୍, ଲାଇକ୍ ଆଉ ସେୟାର କରିନିଅ। ରହୁଛି, ଧନ୍ୟବାଦ।